ଗୋଟିଏ ଦିନର କଥା। ଗୋଟିଏ ରାଜା ଥିଲା। ସେ ରାଜାର 3ଟି ବହୁତ ପ୍ରିୟ ମନ୍ତ୍ରୀ ଥିଲେ। ହେଲେ କିଛି ଦିନଠୁ 3ଟା ମନ୍ତ୍ରୀ ଭିତରୁ କିଛି ମନ୍ତ୍ରୀ ଏମିତି ଥିଲେ ରାଜାଙ୍କ ପଇସା ଗଡ଼ବଡ଼ କରୁଥିଲେ। ରାଜା ବି ବୁଝି ନ ପାରୁଥିଲା ଏଇ 3ଟି ମନ୍ତ୍ରୀ ଭିତରୁ କେଉଁ ମନ୍ତ୍ରୀ ବେଇମାନ ବୋଲି। ଏ କଥା ଜାଣିବା ପାଇଁ ରାଜା ଦିନେ ସେଇ 3ଟି ମନ୍ତ୍ରୀକୁ ଗୋଟିଏ ଗୋଟିଏ ବ୍ୟାଗ୍ ଦେଲେ। ଆଉ ସେ 3 ଜଣଙ୍କୁ କହିଲେ, ତୁମକୁ ଗୋଟିଏ ଗୋଟିଏ ଜଙ୍ଗଲରେ ଛାଣି ଦିଆଯିବ। ଆଉ ସେ ଜଙ୍ଗଲରେ ଫଳ ଗଛ ଖୋଜିବ। ଭଲ ଭଲ ଫଳ ଖୋଜିକି ଏ ବ୍ୟାଗ୍ରେ ଭରିକି ଆଣିବ। ତୁମ 3 ଜଣଙ୍କ ପାଖରେ ଖାଲି ଗୋଟିଏ ଦିନର ସମୟ ଅଛି। ପ୍ରଥମ ମନ୍ତ୍ରୀଟା ଭଲ ଭଲ ଫଳ ଗୁଡ଼ିକୁ ଆଣି ବ୍ୟାଗ୍ରେ ଭରିଦେଲା। ହେଲେ ଏସବୁ କରିବା ପାଇଁ ତାକୁ ବହୁତ ମେହନତ କରିବାକୁ ପଡ଼ିଲା। ଦ୍ୱିତୀୟ ମନ୍ତ୍ରୀଟା ଯେଉଁ ଥିଲା ସେ ବହୁତ ଚାଲାକ ଥିଲା। ସେ ଭାବିଲା ରାଜାଙ୍କ ପାଖରେ ଏତିକି ସମୟ କେଉଁଠୁ ଯେ ବ୍ୟାଗ୍ଟା ଚେକ୍ କରିବେ। ଏମିତି ଭାବି ବେଶୀ ମେହନତ ନ କରି ଖରାପ ଖରାପ ଫଳ ଗୁଡ଼ିକୁ ଆଣି ବ୍ୟାଗ୍ରେ ଭରିଦେଲା। ତୃତୀୟ ମନ୍ତ୍ରୀ ଯେଉଁ ଥିଲା ସେ କାମଚୋର ଆଉ ବେଇମାନ ଥିଲା। ସେ ଭାବିଲା ରାଜା ଖାଲି ବ୍ୟାଗ୍ର ସାଇଜ୍ ଆଉ ଓଜନଟା ଦେଖିବେ। ତାଙ୍କ ପାଖରେ ଏତିକି ସମୟ କେଉଁଠୁ ଯେ ବ୍ୟାଗ୍ ଭିତରେ କ'ଣ ଅଛି ଯେ ଦେଖିବେ। ତାପରେ ସେ ତୃତୀୟ ମନ୍ତ୍ରୀଟା ବେଶୀ କିଛି ନ କରି ଶୁଖିଲା ପତ୍ର ଆଉ ପଥର ଗୁଡ଼ିକୁ ବ୍ୟାଗ୍ରେ ଭରିଦେଲା। ସବୁ ବ୍ୟାଗ୍ ଭରି ସାରିଲା ପରେ ସେ 3ଟି ମନ୍ତ୍ରୀ ରାଜାଙ୍କ ଘରକୁ ଫେରିଗଲେ। ରାଜା ସେ 3 ଜଣଙ୍କ ବ୍ୟାଗ୍କୁ ଚେକ୍ ନ କରି ସେ 3 ଜଣ ମନ୍ତ୍ରୀଙ୍କୁ 7 ଦିନ ପାଇଁ ଅଲଗା ଅଲଗା ଜେଲରେ ବନ୍ଦ କରିଦେଲେ। ରାଜା ସେ ସିପାହୀମାନଙ୍କୁ କହିଲେ, ଏ 3 ଜଣଙ୍କୁ କେହି ଖାଇବାକୁ ଦେବନି। ଏଇ 3 ଜଣ 7 ଦିନ ପର୍ଯ୍ୟନ୍ତ ସେ ଫଳ ଖାଇବେ ଯେଉଁ ଫଳ ତାଙ୍କ ବ୍ୟାଗ୍ରେ ଭରିକି ଆଣିଛନ୍ତି। ଯେଉଁ ପ୍ରଥମ ମନ୍ତ୍ରୀଟା ଥିଲା ଯିଏକି ଭଲ ଭଲ ଫଳ ଗୁଡ଼ିକୁ ବ୍ୟାଗ୍ରେ ଭରିଥିଲା ସେ ମନ୍ତ୍ରୀଟା ଆରାମରେ 7 ଦିନ କଟେଇ ଦେଲା। ଆଉ ଯେଉଁ ଦ୍ୱିତୀୟ ମନ୍ତ୍ରୀଟା ଥିଲା ଯିଏକି ଖରାପ ଖରାପ ଫଳ ଗୁଡ଼ିକୁ ଭରିଥିଲା ତାକୁ ଖରାପ ଫଳ ହିଁ ଖାଇବାକୁ ପଡ଼ିଲା। ଶେଷରେ ଖରାପ ଫଳ ଖାଇବା କାରଣରୁ ବେମାରରେ ପଡ଼ିଗଲା। ଆଉ ଯେଉଁ ତୃତୀୟ ମନ୍ତ୍ରୀଟା ଥିଲା ଯିଏକି ବେଇମାନ ଥିଲା, ଯିଏକି ଖାଲି ଶୁଖିଲା ପତ୍ର ଆଉ ପଥର ଗୁଡ଼ିକୁ ଭରିଥିଲା, ସେ ମନ୍ତ୍ରୀଟି ଭୋକ କାରଣରୁ ଜେଲରେ ମରିଗଲା। କାହିଁକିନା ତା ବ୍ୟାଗ୍ରେ କିଛି ଖାଇବା ଜିନିଷ ନଥିଲା। ଆଉ ସେତେବେଳେ ତା ବେଇମାନ ବୁଦ୍ଧି ପାଇଁ ବହୁତ ପସ୍ତେଇଲା। ଏହି କାହାଣୀରୁ ଆମକୁ ଏହା ଶିଖିବାକୁ ମିଳିଲା ଯେ ଆମେ ଯେଉଁ ଆମ ନିଜ କାମରେ ବେଇମାନ କରିଥାଉ, ବେଇମାନ ମତଲବ ଆମ କାମରେ ଯେତେବେଳେ 100% ନ ଦେଇଥାଉ, ସେ କାମଠୁ ଆଜି ତ ଆମକୁ କିଛି ଫରକ ପଡ଼ିବନି, ହେଲେ ଶେଷରେ ଆମକୁ ପସ୍ତେଇବାକୁ ପଡ଼ିବ। ଆଜି ପାଇଁ ଏତିକି, ପୁଣି ଦେଖା ହେବା ନୂଆ କାହାଣୀ ସହିତ।